ଆମେ ଆଜି ଅଛୁ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଯେଉଁ ଆମର ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ। ଯେ ଓଡ଼ିଆ ଅସ୍ମିତା କହିଲେ ଓଡ଼ିଆ ଅସ୍ମିତା ସମସ୍ତେ କହୁଛନ୍ତି ଯେ ଆକ୍ଚୁଆଲି ଓଡ଼ିଆ ଅସ୍ମିତା କ'ଣ? ଯେ ଓଡ଼ିଆ ଅସ୍ମିତା କାହିଁ ଆମ ଏତେ ଦୁର୍ବଳ ହେଉଛି ଯେ ଆମେ ସବୁ ଏଆଇ କୁ ମାଧ୍ୟମ କରୁଛେ ବା ମୋବାଇଲ ଇଲେକ୍ଟ୍ରୋନିକ ମିଡ଼ିଆ ମାଧ୍ୟମ କରୁଛେ। ଯେ ଏଆଇ ଯେ ସବୁ ମାଧ୍ୟମ କରୁଛେ କିନ୍ତୁ ଆମ ଓଡ଼ିଆ ଯେଉଁଟା ଆମର ପରିଚୟ ଯେଉଁଟା ଓଡ଼ିଆ ଆମ ସେ ଓଡ଼ିଶାରେ ଜନ୍ମ ହେଇଛେ, ଓଡ଼ିଶା ଜଗନ୍ନାଥ ସଂସ୍କୃତିର ରାଜ୍ୟ, କିନ୍ତୁ ଆମ ଓଡ଼ିଆକୁ ସେତେ ଗୁରୁତ୍ୱ ଦଉନି। ଓଡ଼ିଆ ଅସ୍ମିତା ଆମେ କ'ଣ ବୁଝୁଛେ? ଆମେ ଶୁଣନ୍ତୁ ଆମ ପାଖରେ ଅଛନ୍ତି ଯେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ। ଆସନ୍ତୁ ପଚାରେ ସାର୍, ଯେଉଁ ଓଡ଼ିଆ ଆମେ କହୁଛୁ ଅସ୍ମିତା କ'ଣ କହିବେ? ଆଜ୍ଞା ନମସ୍କାର। ସମସ୍ତଙ୍କୁ ଆଉ ଥରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଁ ସ୍ୱାଗତ କରୁଛି। ଅସ୍ମିତା ଶବ୍ଦ ଆମ ଓଡ଼ିଆ ଶବ୍ଦକୋଷରେ ଯେତେ ପ୍ରୟୋଗ ହେଇଛି, ତାକୁ କେହି କେହି କୁହନ୍ତି ଅସ୍ମିତା କହିଲେ ଅହଙ୍କାର ଅର୍ଥରେ ଅଛି, ଆଉ କେହି କେହି କହନ୍ତି ସ୍ୱାଭିମାନ ଅର୍ଥରେ ଅଛି। ତେଣୁକରି ଏବେ କିନ୍ତୁ ଅସ୍ମିତା ଶବ୍ଦଟି 2-3 ବର୍ଷ ଧରି ଯେଉଁ ଭାବରେ ପ୍ରୟୋଗ କରାଯାଉଛି, ଏ ଅସ୍ମିତା କହିଦେଲା ମାନେ ମୁଁ ଜଣେ ଓଡ଼ିଆ, ମନରେ ଗୋଟେ ସ୍ୱାଭିମାନର ଭାବନା ଆସୁଛି। କିନ୍ତୁ ଅସ୍ମିତାର ଦୁଇଟି ଅର୍ଥ ଆମେ ଗ୍ରହଣ କରିବା। ଗୋଟେ ହେଉଛି ତାର ଯେମିତି ପଜିଟିଭ ସେନ୍ସ କୁହାଯିବ, ଆଉ ଗୋଟେ ନେଗେଟିଭ ସେନ୍ସ କୁହାଯିବ। ଅର୍ଥାତ୍ ଗୋଟେ ଆମେ କହିବା ଅସ୍ଥିବାଚକ ଅର୍ଥ, ଗୋଟେ ହେଉଛି ନାସ୍ତିବାଚକ ଅର୍ଥ। ଦୁଇଟି ସେନ୍ସ ଆମେ ଦେଖିବା। ତ ଯେତେବେଳେ ଆମେ ଦେଖିବା ଯେ ଅସ୍ମିତାଟାକୁ ନେଇକି ଆମେ ଅନୁଭବ କରୁଛେ, ଗର୍ବ ଅନୁଭବ କରୁଛେ, ମୁଁ ଜଣେ ଓଡ଼ିଆ, ମୁଁ ଓଡ଼ିଶାରେ ଜନ୍ମ ହେଇଛି, ମୋର ପରିଚୟ ଓଡ଼ିଆ, ସେତିକିବେଳେ ଓଡ଼ିଆ ଅସ୍ମିତା ଆମକୁ ଅନେକ ପ୍ରେରଣା ପ୍ରଦାନ କରୁଛି। ତେଣୁକରି ଆମେ ଦେଖିବା ଓଡ଼ିଆ ଅସ୍ମିତା, এই ଓଡ଼ିଆ ଅସ୍ମିତାକୁ ନେଇକିରି ଆମେ ସମାଜକୁ କ'ଣ ଦେଇପାରିବା। ପ୍ରଥମେ ଆମେ ଗର୍ବ ଅନୁଭବ କରିବା ଯେ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର କ୍ଷେତ୍ରରେ ଆମେ ଜନ୍ମଗ୍ରହଣ କରିଛେ। ଏଇ ଓଡ଼ିଶା ମହାପ୍ରଭୁଙ୍କୁ ନେଇକିରି ସମଗ୍ର ବିଶ୍ୱରେ ପରିଚିତ ହେଇଛି। ଆଉ ସମସ୍ତ ମୁନି ଜୈମିନୀ ମୁନିଙ୍କୁ ଯେତେବେଳେ ପ୍ରଶ୍ନ କରୁଛନ୍ତି, ଜୈମିନୀ ମୁନି ସେତେବେଳେ କହୁଛନ୍ତି ଯେ ନାଇଁ ନାଇଁ, ଆପଣମାନେ ଜାଣନ୍ତୁ, ମୁଁ ତୀର୍ଥକ୍ଷେତ୍ରର କଥା କହିଛି, ସବୁ କଥା ଆପଣଙ୍କୁ କହିସାରିଛି, କିନ୍ତୁ ସେଭଳି ଏକ ପବିତ୍ର କ୍ଷେତ୍ର ନୀଳାଚଳ କ୍ଷେତ୍ର ଯେଉଁଠି ମହାପ୍ରଭୁ ନିଜେ ଦାରୁ କଳେବର ହୋଇ ବିରାଜମାନ କରୁଛନ୍ତି, ତ ସେଇ ପବିତ୍ର କ୍ଷେତ୍ର ନୀଳାଚଳ କ୍ଷେତ୍ର ଯାହାକି ଓଡ଼ିଶାରେ ଅଛି। ତ ଆମେ ଓଡ଼ିଆ ବୋଲିକିରୁ ଆମେ ଯେଉଁ ଓଡ଼ିଆତ୍ୱ, ଓଡ଼ିଆ ପଣିଆ ଆମେ ଯେଉଁ ବ୍ୟକ୍ତ କରୁଛୁ, ଆମେ ଆଜି ଅନୁଭବ କରୁଛୁ ଆମେ ଓଡ଼ିଆ, ଆମ ଭାଷା ଭାରି ବଢ଼ିଆ, ଏଇ ତ ହେଉଛି ଓଡ଼ିଆ ଅସ୍ମିତା। ଆମେ କେମିତି ଆମର ଚାଲି ଚଳନ, ରୀତି ନୀତି, ସଂସ୍କୃତି, ଭାଷା, ସାହିତ୍ୟ ସବୁଠି ଓଡ଼ିଆତ୍ୱକୁ ଅନୁଭବ କରିପାରିବା। ଆପଣ ଗୋଟିଏ ପ୍ରଶ୍ନ କହୁଥିଲେ, ଡିଜିଟାଲ ଇଣ୍ଡିଆ ବର୍ତ୍ତମାନ ହେଇଛି, ଆଉ ଏଆଇର ସମୟ ଆସିଯାଇଛି। ଏଆଇର ପ୍ରୟୋଗ ଦ୍ୱାରା ବେଳେବେଳେ ଓଡ଼ିଆ ଭାଷା ମଧ୍ୟ ପ୍ରଭାବିତ ହେଇଯାଉଛି। ସେଥିପାଇଁ ଆମେ ସମସ୍ତେ ଏଆଇ ମାଧ୍ୟମରେ ଶୁଦ୍ଧ ଓଡ଼ିଆ ଭାଷାକୁ ଯଦି ପ୍ରୟୋଗ କରିବା, ଏଆଇ ମଧ୍ୟ ଆମକୁ ଶୁଦ୍ଧ ଓଡ଼ିଆ ପ୍ରୟୋଗର କୌଶଳ ବତେଇ ଦେବ। ତ ଆଜି କମ୍ପ୍ୟୁଟର ଯୁଗରେ, ସଂଗଣକ ଯୁଗରେ, ଏଆଇ ଯୁଗରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଶିକ୍ଷା, ସୁରକ୍ଷା ପାଇଁ ସମସ୍ତ ଓଡ଼ିଆ ସେଇ ଓଡ଼ିଆ ଅସ୍ମିତା ଶବ୍ଦକୁ ମନେ ପକେଇ ସଜାଗ ହେବା ଉଚିତ। ତେଣୁ ଆମେ ଏ ବିଶ୍ୱବିଦ୍ୟାଳୟ ଯେଉଁ ଦାୟିତ୍ୱ ନେଲୁ, ଗୋଟିଏ ନିବେଦନ କଲୁ, ଆମର ଗୋଟିଏ ପରିଚୟ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଦ୍ୱିତୀୟ ଦିନ ମୁଁ ଛାତ୍ରଛାତ୍ରୀମାନଙ୍କୁ କହିଲି, ଆମେ ଏମିତି ମଧ୍ୟ ଏ ବର୍ଷ ପ୍ରଚାର କରିବା, ରାଷ୍ଟ୍ରଭାଷା ଭୂଷା ଆମ ମାତୃଭାଷା, ସରସା ଓଡ଼ିଆ ଭାଷା, କହିବା ଓଡ଼ିଆ, ପଢ଼ିବା ଓଡ଼ିଆ, ଓଡ଼ିଆ ଅସ୍ମିତା ଆଶା, ଓଡ଼ିଆ ଅସ୍ମିତା ଆଶାକୁ ପୂରଣ କରିବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ନିଶ୍ଚିତ ରୂପରେ ଯାହା କୁଳପତି କହୁଥିଲେ ସତ୍ୟନାରାୟଣ, ଯେ ଓଡ଼ିଆ ଅସ୍ମିତା କହିଲେ ଆମେ ନିଜକୁ ନିଜ ଗର୍ବିତ କରିବା, ତା ମଧ୍ୟ ପ୍ରତ୍ୟେକ ଗୁରୁଜନ ବା ଆମର ଯିଏ ରହିଲେ ଗାର୍ଡିଆନ ମାନଙ୍କୁ ମଧ୍ୟ ପ୍ରେରଣା ଦେବା ଯେ ପିଲାମାନେ ଓଡ଼ିଆ ପଢ଼ନ୍ତୁ, ଇଂଲିଶ ପଢ଼ନ୍ତୁ, କିନ୍ତୁ ଆମର ଓଡ଼ିଶାର ଯୋଉଟା ଗର୍ବ ଆମକୁ କରେ ଓଡ଼ିଆ ଭାଷା, ସେଥିପାଇଁ ଟିକେ ଯତ୍ନବାନ ହୁଅନ୍ତୁ। କାହିଁକିନା ଦିନକୁ ଦିନ ଆମେ ଦେଖୁଛେ ଯେ ଓଡ଼ିଆକୁ ଯେ ମାନେ ଭୁଲିକି ଇଂଲିଶ ପଛରେ ଧାଉଁଛନ୍ତି। କିନ୍ତୁ ଇଂଲିଶ ପଢ଼ନ୍ତୁ, ସବୁ ଭାଷାକୁ ଅଧ୍ୟୟନ କରନ୍ତୁ ଜ୍ଞାନ, କିନ୍ତୁ ଓଡ଼ିଆର ଅସ୍ମିତା ଯୋଉଟା ରହିଛି ଓଡ଼ିଆ ଭାଷାଟାକୁ ନିଶ୍ଚିତ ରୂପରେ ଗୁରୁତ୍ୱ ଦିଅନ୍ତୁ। ବୁଝିଲା? ସତ୍ୟବାଦୀରୁ ନରେଶ କୁମାର ଜେନାଙ୍କ ରିପୋର୍ଟ, MBC TV।